4 ବର୍ଷର ଶିଶୁକୁ ବିଷାକ୍ତ ସାପ କାମୁଡ଼ିଲା। ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କଲେ ମୃତ ଘୋଷଣା। ନୂଆପଡ଼ା ବାଡେନ୍ ଥାନା ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ ଗାଁ ଗନତି ମାଝୀଙ୍କର 4 ବର୍ଷର ଶିଶୁ ଦେବାଶିଷ ମାଝୀଙ୍କୁ ବିଷାକ୍ତ ସାପ କାମୁଡ଼ାରେ ସେ ମୃତ୍ୟୁବରଣ କରିଛନ୍ତି। ମା ଗିନତି ମାଝୀଙ୍କ ସହ ତଳେ ଶୋଇଥିବା ଅବସ୍ଥାରେ ବିଷାକ୍ତ କଲେଜ ସାପ କାମୁଡ଼ିଥିଲା। ପ୍ରାୟ ରାତି 11 ଘଣ୍ଟା ସମୟରେ ସାପ ଦଂଶନ କରିଥିବା ବେଳେ ତାକୁ ସ୍ଥାନୀୟ ବୋଡେନ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଭୋର 4 ଘଣ୍ଟା ସମୟରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ବିଳମ୍ବ ହୋଇଥିଲା। ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସତ୍ତ୍ୱେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ଏନେଇ ମୃତ ଘୋଷଣା ମଧ୍ୟ କରିଥିଲେ। ବର୍ତ୍ତମାନ ଗ୍ରାମାଞ୍ଚଳ କିମ୍ବା କୌଣସି ସ୍ଥାନରେ ତଳେ ଶୋଇବା ଠିକ୍ ନୁହେଁ। ଶ୍ରାବଣ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଯୋଗୁଁ ପଙ୍ଖା ତଳେ ଶୋଇବା କଥା ତଳେ ଶୋଇଥିଲେ। ଗିନତି ମାଝୀଙ୍କ 4 ଝିଅ ଏବଂ ଗୋଟିଏ ପୁଅ ଦେବାଶିଷ ରହିଥିଲେ। ବର୍ତ୍ତମାନ ପୁଅକୁ ହରାଇ ପରିବାର ସମସ୍ତେ ଭାଙ୍ଗି ପଡ଼ିଛନ୍ତି। ନୂଆପଡ଼ାରୁ ରାଜ୍ୟ ପ୍ରତିନିଧି ଚେତୁରାମ ପ୍ରଧାନୀଙ୍କ ରିପୋର୍ଟ, ଓଡ଼ିଶା ହାଲଚାଲ।